ନିର୍ବାଚନ କମିଶନଙ୍କ କଟକଣା ସତ୍ତ୍ୱେ ବିଜେପି ଦଳ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ତାଳଚେର ପ୍ରତିଷ୍ଠିତ ତଥା ସର୍ବପୁରାତନ କିଶୋର କ୍ଲବରେ ବିଜେପି ଦଳ ପକ୍ଷରୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ କରାଯାଉଛି। କେବଳ ବାହାର ଦେଖାଣିଆ ଭାବେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ପ୍ରକୃତ ପକ୍ଷେ ଏଠାରେ ହିଁ ଅଭିନବ ଉପାୟରେ ଦଳର ପ୍ରଚାର ପ୍ରସାର କରାଯାଉଛି ବୋଲି କିଛି ବରିଷ୍ଠ ସଭ୍ୟ ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି। ଗତ ବୁଧବାର ଦିନ ପଖାଳ ଦିବସ ନାଁରେ ଖିଆପିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ହଠାତ୍ ବିଜେପିର ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ, ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କ ଯୋଗଦାନ ଦଳୀୟ ସଦସ୍ୟମାନଙ୍କୁ ଖୁସି ହେଉଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଦଳର ସଦସ୍ୟଙ୍କୁ ଏହାର ନିରାଶ ଭାବ ଦେଖାଦେଇଥିଲା ଏବଂ କ୍ଲବରେ ରାଜନୀତି ଚଳାଇ ପୁରୁଣା କ୍ଲବକୁ ବଦନାମ କରାଯାଉଥିବା କିଛି ବରିଷ୍ଠ ସଦସ୍ୟମାନେ ଏହାକୁ ନାପସନ୍ଦ କରିଛନ୍ତି ଏବଂ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କରିଥିଲେ। ଏଠାରେ ନାମକୁ ମାତ୍ର ବନ୍ଧୁ ମିଳନ କହି ତାଳଚେର ପୌରପାଳିକାର ବିଭିନ୍ନ ୱାର୍ଡର ମହିଳା ପୁରୁଷମାନଙ୍କୁ ଡାକି ବନ୍ଧୁ ମିଳନ ନାମରେ ଭୋଜିଭାତ ସାଙ୍ଗକୁ ଟଙ୍କା ଦିଆନିଆ କରାଯାଇଥିବା ସଙ୍ଗୀନ ଅଭିଯୋଗ ଅନ୍ୟ ଦଳମାନେ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ସେମାନେ ଖଣ୍ଡନ କରି ସଫେଇ ଦେଇ କହିଛନ୍ତି ଯେ ସେମାନେ କୁଆଡ଼େ ସମସ୍ତ ରାଜନୈତିକ ଲୋକଙ୍କୁ ଡାକି ଏହି ବନ୍ଧୁ ମିଳନ କରିଥିଲୁ, କିନ୍ତୁ ତାହା ମିଥ୍ୟା ଥିଲା ବୋଲି ଅନ୍ୟ ରାଜନୈତିକ ଦଳ ତରଫରୁ ଅଭିଯୋଗ ହେଉଛି। କାରଣ ଏଠି ବିଜେପିର ଜଣେ କର୍ମକର୍ତ୍ତା ଦୀର୍ଘ ବର୍ଷ ହେବ ଏହି ପୁରାତନ କ୍ଲବକୁ ଅକ୍ତିଆରରେ ରଖି ନିର୍ବାଚନ ସମୟରେ ଅର୍ଥ କାରବାର କରିଥାନ୍ତି ବୋଲି ଅଭିଯୋଗ ମଧ୍ୟ ପୂର୍ବରୁ ହୋଇଆସିଛି ଏବଂ ବିଜେପିର ସମସ୍ତ କାର୍ଯ୍ୟକ୍ରମ ଏଠାରେ କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ତାଳଚେର ବିଧାନସଭା ବିଧାୟକ ପ୍ରାର୍ଥୀ କାଳନ୍ଦୀ ସାମଲ ଉପସ୍ଥିତ ରହି ସମସ୍ତଙ୍କୁ ଭୋଜିଭାତ ଖୁଆଇଥିଲେ। ଏଠି ପ୍ରଶ୍ନ ଉଠେ, ଯଦି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହେଉଥିଲା କାହିଁକି ଅନ୍ୟ ରାଜନୈତିକ ଦଳକୁ ନ ଡାକି କେବଳ ନିର୍ଦ୍ଦିଷ୍ଟ ବିଜେପି ଦଳକୁ ଡାକି କିପରି ଏହି କାର୍ଯ୍ୟକ୍ରମ କରାଯାଉଥିଲା? ତେବେ ଚଳିତ ମାସ ମେ 25 ତାରିଖରେ ତାଳଚେର ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ଏହି ନିର୍ବାଚନ ସମୟରେ କିଶୋର କ୍ଲବଠାରେ ଅର୍ଥ କାରବାର ହେବାର ଆଶଙ୍କା ଦେଖାଦେଇଥିବାରୁ ଏହାକୁ ନିର୍ବାଚନ ସମୟ ପର୍ଯ୍ୟନ୍ତ କଟକଣା ଲଗାଇ ବନ୍ଦ ରଖିବାକୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଦାବି କରିବା ସହିତ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି। ତାଳଚେରରୁ ସାଇଦ ଖାନଙ୍କ ରିପୋର୍ଟ, ସଂସ୍କାର ଟିଭି ଓଡ଼ିଶା।